ନବମ ଓ ଦଶମ ଶ୍ରେଣୀର ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀମାନେ ତୁମ ସମସ୍ତଙ୍କୁ ପୁଣି ଥରେ ଏସ୍ଏସ୍ ଓଡ଼ିଆ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ, ତୁମମାନଙ୍କର ଯେଉଁ ଆସ୍ପିରେସନାଲ୍ କମ୍ପୋନେଣ୍ଟର 4ଟା କ୍ଲବ୍ ରହିଛି, ସେଥିମଧ୍ୟରୁ କ୍ରୀଡ଼ାଙ୍ଗନ, ସାହିତ୍ୟ ସୃଜନୀ, କୌଶଳୀ ଆଉ ଜିଜ୍ଞାସା। ତ ଆମେମାନେ କ୍ରୀଡ଼ାଙ୍ଗନର ପ୍ରତ୍ୟେକ ଅଧିବେଶନକୁ ଦେଖି ଯାଉଛେ। ପୂର୍ବରୁ ଆମେମାନେ 6ଟି ଅଧିବେଶନ ଦେଖିସାରିଛେ। ତ ଆଜି ଆମେ 7 ନମ୍ବର ଅଧିବେଶନ ଦେଖିବା। ଯଦି ତୁମମାନଙ୍କୁ ଭିଡ଼ିଓଟି ଭଲ ଲାଗୁଛି ଏବଂ ତୁମେମାନେ ଭିଡ଼ିଓ ଦ୍ୱାରା ଉପକୃତ ହେଉଛ, ତେବେ ଆଶା ରଖିବି ତୁମେମାନେ ନିଶ୍ଚୟ ତୁମ ସାଙ୍ଗମାନଙ୍କ ସହିତ ଭିଡ଼ିଓଟିକୁ ସେୟାର କରିବା ସହିତ ଯଦି ନୂଆ ଆସ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଆଦୌ ଭୁଲିବ ନାହିଁ। କାହିଁକିନା ତୁମମାନଙ୍କ ଗୋଟେ ସବସ୍କ୍ରାଇବ୍ ମୋତେ ମୋଟିଭେଟ୍ କରିବ ପରବର୍ତ୍ତୀ ସମୟରେ ତୁମମାନଙ୍କ ପାଇଁ ଭିଡ଼ିଓ ନେଇକି ଆସିବା ପାଇଁ। ଏବଂ ଏହି ଭିଡ଼ିଓରେ ତୁମେମାନେ ନିଶ୍ଚିତ ଭାବରେ ଆଶା କରିବି ସବସ୍କ୍ରାଇବ୍ କରିବ, ଯାହାଦ୍ୱାରା କି ତୁମେ ସବସ୍କ୍ରାଇବ୍ କରିବା ସହିତ ଅଲ୍ ଦ ବେଲ୍ ନୋଟିଫିକେସନ୍ ଆଇକନ୍ ଉପରେ କ୍ଲିକ୍ କଲେ ତୁମମାନଙ୍କ ପାଖରେ ପ୍ରଥମେ ହିଁ ମୁଁ ଯେଉଁ ଭିଡ଼ିଓ ଅପଲୋଡ଼ କରିବି ତାହାର ନୋଟିଫିକେସନ୍ ପହଞ୍ଚି ପାରିବ। ଚାଲ ଆଜି ଆଉ ଡେରି ନକରି ଆଜିର ଭିଡ଼ିଓକୁ ଦେଖିବା। ଆସ୍ପିରେସନାଲ୍ କମ୍ପୋନେଣ୍ଟସ୍ କ୍ରୀଡ଼ାଙ୍ଗନ ଅଧିବେଶନ 7 ବିଷୟ ରହିଛି ଭାବ ବିନିମୟ। ବିଦ୍ୟାଳୟର ନାମ ଦେବ, ଛାତ୍ରଛାତ୍ରୀଙ୍କର ନାମ, ଶ୍ରେଣୀର ନାମ, ଗାଇଡ଼ ଟିଚରଙ୍କ ନାମ ଦେବ, ରୋଲ୍ ନମ୍ବର ଦେବ। ତାପରେ ଅଧିବେଶନ 7 ଦେଖ ଭାବ ବିନିମୟ କୌଶଳ। ମୌଖିକ ଓ ଅଣମୌଖିକ ସଂକେତର ବ୍ୟବହାର କରି ଧାରଣା, ଭାବନା ଓ ମତାମତକୁ ସ୍ପଷ୍ଟ ଏବଂ ସମ୍ମାନପୂର୍ବକ ବ୍ୟକ୍ତ କରିବା। ଉଦ୍ଦେଶ୍ୟ କ'ଣ ରହିବ ନା ଅଂଶଗ୍ରହଣକାରୀମାନେ ମୌଖିକ ଏବଂ ଅଣମୌଖିକ ଭାବ ବିନିମୟ ମଧ୍ୟରେ ଦୁଇଟି ପାର୍ଥକ୍ୟକୁ ବୁଝିବାରେ ସକ୍ଷମ ହେବେ। ଖେଳ ପାଇଁ ଆବଶ୍ୟକ ଉପକରଣ କ'ଣ? ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ କଲମ ଏବଂ କାଗଜ 15 ମିଟର × 15 ମିଟର ଏକ ବର୍ଗକ୍ଷେତ୍ର ଆଙ୍କିବା। ଖେଳାଳିମାନଙ୍କର ନାମ ପଞ୍ଜୀକରଣ। ଯେଉଁମାନେ ଏହି ଖେଳରେ ଅଂଶଗ୍ରହଣ କରିବେ ସେମାନଙ୍କର ନାମ ପଞ୍ଜୀକରଣ କରାଯିବ। ଖେଳ ସମ୍ପର୍କରେ ସୂଚନା। ଅଂଶଗ୍ରହଣକାରୀଙ୍କୁ 4ଟି ଦଳରେ ବିଭକ୍ତ କରିବା। ସମସ୍ତ ଦଳକୁ ଚିରିକୁଟିରେ ଭିନ୍ନ ଭିନ୍ନ ପରିସ୍ଥିତି ଦେବା, ଯାହାକୁ ସେମାନେ ଅଙ୍ଗଭଙ୍ଗୀ ବା ଅଭିନୟ ମାଧ୍ୟମରେ ପ୍ରକାଶ କରିବେ। ଏହି ଖେଳ 2ଟି ପାଳିରେ ଖେଳାଯିବ। ପ୍ରତ୍ୟେକ ପାଳିରେ 2ଟି ଦଳ ସେମାନଙ୍କୁ ମିଳିଥିବା ପରିସ୍ଥିତିର ଅଭିନୟ କରିବେ। ଅନ୍ୟ 2ଟି ଦଳକୁ ଏହାର ଅନୁମାନ କରିବାକୁ କହିବା। ଦଳଗୁଡ଼ିକ ଖେଳର ଯୋଜନା ପ୍ରସ୍ତୁତ କରିବାକୁ ଏବଂ ମିଳିଥିବା ପରିସ୍ଥିତିକୁ ଅଭିନୟ କରି ଦେଖାଇବା ପାଇଁ 5 ମିନିଟ୍ ସମୟ ନେବେ, ଯାହାର ଅନୁମାନ ଅନ୍ୟ 2ଟି ଦଳ କରିବେ। ଚିରିକୁଟିରେ ଲେଖା ହୋଇଥିବା ପରିସ୍ଥିତି ଏହିପରି ହୋଇପାରେ। ପିଲାମାନଙ୍କ କାର୍ଯ୍ୟରେ ଖୁସି ହୋଇ ସାବାସୀ ଦେବା, ପ୍ରଶଂସା କରିବା କିମ୍ବା ପୁରସ୍କୃତ କରିବା। ଏହା ଶିକ୍ଷକଙ୍କ ଦ୍ୱାରା କରାଯାଇପାରେ। ଦ୍ୱିତୀୟ ପାଳିରେ ଆମେ କ'ଣ କରିବା ନା ଡାକ୍ତରଖାନା କିମ୍ବା ଅଂଶଗ୍ରହଣକାରୀ ପାର୍କରେ ଖେଳୁଛନ୍ତି ତା'ର ଗୋଟେ ଅଭିନୟ କରିବେ। ପ୍ରଥମ ପାଳି। ପ୍ରଥମ 2ଟି ଦଳର ଅଂଶଗ୍ରହଣକାରୀ ଚିରିକୁଟିରେ ଉଲ୍ଲେଖ ଥିବା ପରିସ୍ଥିତିକୁ ଶବ୍ଦ କିମ୍ବା ଧ୍ୱନିର ବ୍ୟବହାର ନ କରି ଅଙ୍ଗଭଙ୍ଗୀ ବା ଅଭିନୟ ମାଧ୍ୟମରେ ପରିପ୍ରକାଶ କରିବେ। ଯଦି ସେମାନେ ଅର୍ଥାତ୍ ଖେଳାଳିମାନେ କୌଣସି ପ୍ରକାର ଧ୍ୱନି କିମ୍ବା ଶବ୍ଦ ବ୍ୟବହାର କରୁଥିବା ଦେଖିବା, ତେବେ ସେମାନଙ୍କୁ 30 ସେକେଣ୍ଡର ବିରତି ଦେବା। ଏହି ବିରତି ସମୟରେ ଖେଳାଳି କ'ଣ କରିବେ ନା ଖେଳାଳିଙ୍କୁ ପଚାରିବା ସେମାନେ ଭାବ ବିନିମୟ ପାଇଁ କିପରି ଅନୁମାନ ଲଗାଇଲେ। ସେମାନଙ୍କ ଦ୍ୱାରା ଦିଆଯାଉଥିବା ଉତ୍ତରକୁ କଳାପଟାରେ ଲେଖିବା। ସେମାନେ ଉତ୍ତରରେ ଏହିପରି ଲେଖିପାରିବେ: ଅଙ୍ଗଭଙ୍ଗୀରୁ, ଶରୀରର ଭଙ୍ଗୀରୁ, ହାତର ଗତିବିଧିରୁ ଏବଂ ସଂକେତରୁ। ଦ୍ୱିତୀୟ ପାଳିରେ ଆମେ କ'ଣ କରିବା ନା 1 ନମ୍ବରରେ ଲେଖିବା ପ୍ରଥମ ପାଳିରେ ଯେଉଁ 2ଟି ଦଳ ଅନୁମାନ ଲଗାଉଥିଲେ ବର୍ତ୍ତମାନ ସେମାନେ ଅଭିନୟ କରିବେ ଏବଂ ଯେଉଁ 2ଟି ଦଳ ଅଭିନୟ କରୁଥିଲେ ସେମାନେ ଅନୁମାନ ଲଗାଇବେ। ଦ୍ୱିତୀୟ ନମ୍ବର ଲେଖିବା ଦ୍ୱିତୀୟ ପାଳିରେ ଅଂଶଗ୍ରହଣକାରୀ ଅଙ୍ଗଭଙ୍ଗୀର ବ୍ୟବହାର ନ କରି ଶବ୍ଦ ଏବଂ ଧ୍ୱନିର ବ୍ୟବହାର କରି ଭାବ ବିନିମୟ କରିବାକୁ ଚେଷ୍ଟା କରିବେ, କିନ୍ତୁ ସେମାନେ ସମ୍ପୂର୍ଣ୍ଣ ବାକ୍ୟର ବ୍ୟବହାର କରିପାରିବେ ନାହିଁ। ଉଦାହରଣ ସ୍ୱରୂପ, ମୁଁ ଜଣେ ସମ୍ବାଦପତ୍ର ଓ ପତ୍ରିକା ବିକ୍ରେତା। 3 ନମ୍ବରରେ ଲେଖିବା ଯେଉଁ ଅଂଶଗ୍ରହଣକାରୀ ଅଭିନୟ କରିବେ ସେମାନେ ଦର୍ଶକଙ୍କ ଆଡ଼କୁ ମୁହଁ କରି ବସିବେ କିନ୍ତୁ ଠିଆ ହେବେ ନାହିଁ। ଦେଖ, ଏଇଭଳି ସୁନ୍ଦର ଚିତ୍ରଟିଏ କରିବ। 4ଟା ଗ୍ରୁପ୍ କରିବ। 4ଟା ଗ୍ରୁପ୍ ମଧ୍ୟରେ ସେମାନେ ଏହି ସମସ୍ତ ଅଭିନୟ କରିବେ। ତାପରେ ଦେଖ, ଆସ ବସିବା ଓ ଭାବିବା। ଯେଉଁ ଖେଳ ସରିଲା ସେ ଖେଳ ଉପରେ ଆମେ କିଛି ସମୟ ଚିନ୍ତନ କରିବା। ଚିରିକୁଟିରେ ମିଳିଥିବା ପରିସ୍ଥିତି ବିଷୟରେ ଅନ୍ୟ ଦଳ ସହ ଭାବ ବିନିମୟ କରିବା ପାଇଁ କେଉଁ 2ଟି ମାଧ୍ୟମ ଅବଲମ୍ବନ କଲ? ଉତ୍ତର ଆସିପାରିବ ଅଙ୍ଗଭଙ୍ଗୀର ମାଧ୍ୟମ, ଶବ୍ଦର ମାଧ୍ୟମ। ପରିସ୍ଥିତିକୁ ବୁଝିବା ପାଇଁ ଉପରୋକ୍ତ ମଧ୍ୟରୁ କୌଣସି ମାଧ୍ୟମ ସହଜ ଥିଲା କି? ଯଦି ହଁ, ତାହେଲେ ଆମେ ହଁ କହିବା, ଯଦି ନା ତାହେଲେ ନା କହିବା। ଅନୁମାନ କରୁଥିବା ଟିମ୍କୁ କେଉଁ ମାଧ୍ୟମ ସହଜ ଲାଗିଲା? ଯଦି ନା, କାହିଁକି ଲାଗିଲା? ଉତ୍ତର ଆମେ ଲେଖିପାରିବା ଶବ୍ଦ ବ୍ୟବହାର ହୋଇଥିବା ମାଧ୍ୟମ, ଅଙ୍ଗଭଙ୍ଗୀ ବ୍ୟବହାର ହୋଇଥିବା ମାଧ୍ୟମ 2ଟା ଭଲ ଲାଗିଲା। ସୂଚନା। ଶବ୍ଦର ବ୍ୟବହାର କରି ଭାବ ବିନିମୟ କରିବାକୁ ମୌଖିକ ଭାବ ବିନିମୟ ବୋଲି କୁହାଯାଏ ଏବଂ ଅଙ୍ଗଭଙ୍ଗୀ, ଶରୀରର ସ୍ଥିତି, ହାତର ଗତିବିଧି ଏବଂ ସଂକେତ ମାଧ୍ୟମରେ ଭାବ ବିନିମୟ କରିବାକୁ ଅଣମୌଖିକ ଭାବ ବିନିମୟ ବୋଲି କୁହାଯାଏ। ଆମ ସାମ୍ନାରେ ନଥିବା କିମ୍ବା ଆମକୁ ଦେଖିପାରୁନଥିବା ବ୍ୟକ୍ତିଙ୍କୁ ଯଦି ଆମେ ଶବ୍ଦର ବ୍ୟବହାର ନ କରି ଭାବ ବିନିମୟ କରିବାକୁ ଚେଷ୍ଟା କରିବା, ସେ ଆମ କଥା ବୁଝିପାରିବେ କି? ଯଦି ହଁ ଆମକୁ ଲାଗୁଛି ତାହେଲେ ହଁ ଲେଖିବା, ଯଦି ନା ଲାଗୁଛି ତାହେଲେ ନା ଲେଖିବା। ନା ଯଦି କାହିଁକି ବୁଝିପାରିବେ ନାହିଁ। ଉତ୍ତରେ ଯଦି ସେମାନେ ଆମ ସାମ୍ନାରେ ନଥିବେ କିମ୍ବା ଆମକୁ ଦେଖିପାରୁନଥିବେ, ତେବେ ସେମାନେ ଆମ ଅଙ୍ଗଭଙ୍ଗୀ ବିଷୟରେ ଜାଣିପାରିବେ ନାହିଁ। ବିନା ଶବ୍ଦରେ ସେମାନେ ଆମକୁ ଶୁଣି ମଧ୍ୟ ପାରିବେ ନାହିଁ।
मौखिक भाव विनिमय और अणमौखिक भाव विनिमय मध्य पार्थक्य कौन? मौखिक भाव विनिमय आम शब्द और ध्वनि व्यवहार करुचु। अणमौखिक भाव विनिमय आम अंगभंगी और भावभंगी व्यवहार करुचु। वास्तव जीवन में आम भाव विनिमय केवल गोटे माध्यम व्यवहार करू कि हाँ ना जदि ना आम कहीं उभय मौखिक और अणमौखिक माध्यम व्यवहार करुचु। संभाव्य उत्तर आम लिखिपर भाव विनिमय उभय माध्यम व्यवहार करने द्वारा आम वार्ता अन्य पाखक पहुँचाइबा सहज होता है। तुम जो होमवर्क रही से होमवर्क रे एटी उत्तर रही 4 नंबर पॉइंट देखी दियो मौखिक भाव विनिमय एवं अणमौखिक भाव विनिमय मध्य पार्थक्य कौन? यहाँ प्रश्न रही से प्रश्न उत्तर देख ये अच्छी मौखिक भाव विनिमय आम शब्द और ध्वनि व्यवहार करुचु किंतु अणमौखिक भाव विनिमय आम अंगभंगी भावभंगी व्यवहार करुचु। देख आस देखिए वार्ता ए मेसेज कौन आसुची कौन आम वार्ता पाइले। आज आम शिखिलु भाव विनिमय करने समय आम उभय मौखिक और अणमौखिक पद्धति व्यवहार करूँ। आम वार्ता को सहजरे और शीघ्र अन्य पाखक पहुँचाइवाई आम उभय शब्द और अंगभंगी व्यवहार करूँ। मौखिक और अणमौखिक पद्धति परस्पर भिन्न किंतु भाव विनिमय उभय गुरुत्वपूर्ण। गृह कार्य छात्र छात्री घरे आईना सामने मौखिक और अणमौखिक भाव विनिमय करने को कहवा। मौखिक भाव विनिमय कौटा आउ अणमौखिक भाव विनिमय कौटा? मौखिक है जोटा आम शब्द ध्वनि व्यवहार करके करुचे। अणमौखिक जोटा अभिनय माध्यम अंगभंगी प्रदर्शन माध्यम संकेत देकी आम जोटा करुचे अणमौखिक भाव विनिमय। जापार कौन से असुविधा ना। तो आईना सामने जोगाजोगर अभ्यास करुवा बेले निजे देखि प्रतिक्रियार 3 ରୁ 5ଟି क्षुद्र चित्र अंकन करवा। देख मुझे सुंदर चित्र देती यहाँ सी जो पाटी चिल्लाऊँ अंगभंगी प्रदर्शन करने सहित पाटी चिल्ले कथा होटा हूँ कौन मौखिक भाव विनिमय। आउ स्कूल को जीवार सी जो बैग कांदरा पकईकि आईना मिरर सामने देखुचु सेटा हला अणमौखिक भाव विनिमय। ये गाल में हाथ देकी किसी गोटे एक्शन करुचु अणमौखिक भाव विनिमय। ये एक्शन करने सहित सी कहूँ झीटी तेणु यहाँ मौखिक भाव विनिमय। यहाँ है सी गोटे कौन सी कार्यटा करुचु अभिनय माध्यम से अणमौखिक भाव विनिमय। ये मुंडटा कुंडौचु तेणु ये किसी कहबार आवश्यकता ना तेणु यहाँ है अणमौखिक भाव विनिमय। ये आम जापारे कौटा मौखिक और कौटा अणमौखिक भाव विनिमय। निम्न दिखाई चित्र मौखिक और अणमौखिक भाव विनिमय मध्य पार्थक्य आम लिखा। देख मौखिक भाव विनिमय कौटा जोटा शब्द माध्यम भाव विनिमय करुचे शब्द एवं ध्वनि माध्यम जोटा भाव विनिमय करुचे मौखिक भाव विनिमय कह जाए। अंगभंगी माध्यम अंगभंगी संकेत किंबा कौन सी अभिनय करिकी आमे जो भाव विनिमय करछे ताहा हेउची अणमौखिक भाव विनिमय। एठी पिला माने तुममानकर समस्त आंसर पाई सारिछ तेणु अधिवेशन 7 को तुम मैंने देख आउ तुम मैंने गोटे गोटे सब्सक्राइब कर दियो। यदि तुम मैंने गोटे गोटे सब्सक्राइब कर तेज निश्चित भाव में मत मोटिवेशन मिले तुम परवर्ती समय वीडियो नहीं आसबि। तुम मैंने द्वारा निश्चित भाव में बहुत उपकृत हो परीक्षा 20 ରୁ 20 शत प्रतिशत नंबर आनीपर। तेणु एडी रखुची। जय जगन्नाथ।